ଜୟ ଜଗନ୍ନାଥ। ଆଜି ଗୋଟେ ସଂଖ୍ୟା ଏମିତି ନବା, ସଂଖ୍ୟା ହେଲା 100। 100 କୁ ଦୁଇଟି ସଂଖ୍ୟାର ବର୍ଗର ଅନ୍ତର୍ଗତ ପ୍ରକାଶ କଲେ ସଂଖ୍ୟା ଦୁଇଟା କିପରି ହବ? ଅଭେଦର ଗୋଟେ ଫର୍ମୁଲା ଅଛି, ହେଉଛି 4ab। ସେଇ 4ab ର ଗୋଟେ ଫର୍ମୁଲା ଅଛି, a ପ୍ଲସ b ର ହୋଲ ସ୍କୋୟାର ମାଇନସ a ମାଇନସ b ର ହୋଲ ସ୍କୋୟାର। এই ଅଭେଦ ସୂତ୍ର ଅନୁସାରେ ଆମେ 100 କୁ ଭାଙ୍ଗିବା। ତାମାନେ 100 ର ମୂଲ୍ୟ ଯଦି 4ab ହବ, ତାହେଲେ 100 କୁ ଭାଙ୍ଗିଲେ କେତେ ହବ? 100 ଇଜ ଇକ୍ୱାଲ ଟୁ 4 ଇଣ୍ଟୁ କେତେ? 4 ରେ କେତେ ଗୁଣିଲେ 100? ନା 4 ରେ 25 ଗୁଣିଲେ 100, 25 + 100। ତାହେଲେ ଆମେ ଏଠି 4 କୁ 4 ପାଇଲେ। ଆଉ କଣ ଦରକାର? ab। ab ହେଲେ କେତେ ହବ? 25 ଅଛି ମାନେ 25 9 a। ab ରହିଲା 4ab ରହିଲା। ତାହେଲେ 4ab ର ଫର୍ମୁଲା ପକେଇବା। 4 କୁ 4ab ର ଫର୍ମୁଲା ହେଉଛି କଣ? ଆମର a ପ୍ଲସ b ହୋଲ ସ୍କୋୟାର ମାଇନସ a ମାଇନସ b ର ହୋଲ ସ୍କୋୟାର। ତାହେଲେ a ଜାଗା କେତେ ପଡିବ? 25 ପ୍ଲସ 1 ର ହୋଲ ସ୍କୋୟାର ମାଇନସ 25 ମାଇନସ 1 ର ହୋଲ ସ୍କୋୟାର। ତାହେଲେ 25 ରେ କେତେ ହେଲା? 26। 26 ର ସ୍କୋୟାର ମାଇନସ ଇଏ ହେଲା 25 ଗଲା କେତେ? 24। 24 ର ସ୍କୋୟାର। ତାହେଲେ 26 ର ସ୍କୋୟାର ମାଇନସ 24 ର ସ୍କୋୟାର, ଦୁଇଟି ସଂଖ୍ୟାର ବର୍ଗର ଅନ୍ତର ନେଲେ ଆମର 100 ହେବ। ଆନ୍ସର ଆମର ହେଲା ଏତିକି। ঠিক আছে, ଟେଷ୍ଟ କରିବା। আর ଟେଷ୍ଟ କଲେ କେତେ ହବ? ନା 26 ର ସ୍କୋୟାର ହଉଛି ଆମର କେତେ? ନା 676। 676। 24 ର ସ୍କୋୟାର ହେଲା କେତେ? 576। ଯେତେବେଳେ ଆମେ ମାଇନସ କରିଦେବେ କେତେ ହଉଛି? 100 ହେଇଯାଉଛି। এই দুইটা 26 ର ସ୍କୋୟାର ମାଇନସ 24 ର ସ୍କୋୟାର କେତେ ହେଲା? 100 ହେଲା। ତାହେଲେ 100 କୋଉ ଦିଟାର ଭଙ୍ଗାରେ? 26 ର ସ୍କୋୟାର ମାଇନସ 24 ର ସ୍କୋୟାର।